ବର୍ଷା ଆସିଲା ଜାଣିଛ ମୋ ସାଙ୍ଗ ତା ସ୍ୱାମୀଟାକୁ ଛାଡିଦେଲା ପୁରା ଛାଡିଦେଲା ସବୁବେଳେ ମଦ ପାଣି ପିଇଲା ତୁ ଆଉ ହେରା ମତେ କହନି ଆଜିକାଲି ଝିଅ ମାନଙ୍କର ପ୍ରକୃତି ସ୍ୱାମୀ କି ଛାଡିବାଟା ଜାଣିଲୁ ଏଇଭଳିଆ କେସ୍ ଗୋଟେ ସ୍ତ୍ରୀ ଲୋକ ରହିଥିଲା ଶୁଣୁ ତତେ ଷ୍ଟୋରି କହୁଛି ଗଲା ଜଣେ ବାବାଙ୍କ ପାଖକୁ ବାବା ମୋ ସ୍ୱାମୀ ମତେ ବାଡା ପିଟା କରୁଛି ମୋ କଥାରେ ଜମା ଯାଉନି ମାଲ ଖାଉଛି ପ୍ରବଳ ବାବା କହିଲେ ଗୋଟେ ପୂଜା ମାରିବି ଗୋଟେ ଗୁଳା ମାରିବି ତୋ ସ୍ୱାମୀ ତୋ ଗୁଡ ଘଷିବ ସ୍ତ୍ରୀ ଲୋକ ଆଶ୍ଚର୍ଯ୍ୟ କଲା କଣ କରିବାକୁ ପଡିବ ବାବା ସବୁ କରିବି ମୁଇଁ କହିଲା ଗୋଟେ କିନ୍ତୁ ବାଘ ଲୁମରେ ହେ ପୂଜାରେ ଲାଗିବ ତତେ ହିଁ ନିଜେ ଆଣିବାକୁ ପଡିବ ଆଚ୍ଛା ସ୍ତ୍ରୀ ଚାଲିଲା କହିଲା ନା ଯେମିତି ହେଲେ ବାଘ ଲୁମ ଆଣିବି ନା ଆଉ ବାଘ ରହେ କୋଉଠେ ଜଙ୍ଗଲରେ ଆଉ କୋଉଠେ ଚିଡିଆଖାନା ଜଙ୍ଗଲରେ ଗଲେ ଖୋଜିବାକୁ ପଡିବ ଚିଡିଆଖାନା ଜାଲି ଭିତରେ ଅଛି କହିଲା ଏଇଠୁ ଆଣିବି ଆଉ ଚାଲିଲା ଚିଡିଆଖାନାକୁ ଆଉ ଜାଲି ପାହାକୁ ଯିବ ବାଘକୁ ଡରିକି ନେଇ ପଳେଇ ଆଇବ ବାଘ ଘାଉ କରିବ ଦେଖିଲା ଛୁଆ ମାଂସ ଖାଇବାକୁ ଦେଲେ ବାଘ ଜାଲି ପାଖରୁ ଆସୁଛି ମାଂସ ପାହାକୁ ଇଏ କଣ କଲା ଡେଲି ଡେଲି ପଲିଥିନରେ ମାଂସ କେଜିରେ ନା ଧରିକିରି ଗଲା ବାଘ ପାଇଁ ଡେଲି 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 ଦେଲା ଏମିତି ମାସେ ଦେଲା ପରେ ବାଘ ଇୟାର ପୁଷା ମାନିଗଲା ପୁରା ଡେଲି ମାଂସଟା ଦଉଛି ନା ଯୋଉ ଖୁଣି ପୁଷା ମାନିଗଲା ଏଇ ସ୍ତ୍ରୀ ଲୋକକୁ ମିଳିଗଲା ଚାନ୍ସ ଲୁମ ଟିକେ ଘିଞ୍ଚିଦେଲା ପହଞ୍ଚିଗଲା ବାବାଙ୍କ ଉପରକୁ ଆଉ ବାବା ଲୁମ ଧରିକି ନାଇଲି ବାଘ ଲୁମ ବାବା ଦେଖିଲା ବାଘ ଲୁମ ଆଣି ପକେଇଲୁ ଆଚ୍ଛା ତୋ ସ୍ୱାମୀଟା କଣ ଏ ବାଘରୁ ଆହୁରି ହିଂସ୍ର ଯଦି ଗୋଟେ ବାଘଟାକୁ ତୁ ଚେଷ୍ଟା କରିକି ପଟେଇ ଦେଇ ପାରିଲୁ ତୋ ସ୍ୱାମୀ କୋଉ କ୍ଷେତର ମୂଳି ତାକୁ କଣ ପାଇଁ ଲାଇନ କି ଆଣିପାରିବୁନି ତେଣୁ ଚେଷ୍ଟା କଲେ ଯେଡେ ବିଗିଡା ହୁଆ ସ୍ୱାମୀ ସଜାଡି ହେଇଯିବ କିନ୍ତୁ ତମ ଆଜିକାଲି ସ୍ତ୍ରୀ ଲୋକମାନଙ୍କର ମାନେ ଲୋକ ମାନେ ସ୍ତ୍ରୀ ଲୋକମାନଙ୍କର ଆଉ କିଛି ନାହିଁ ଯାହା ଟିକେ ହେଲା କଣ ମୋ ବାପ ଘରକୁ ଚାଲିଲି ଆଉ ଖାଲି ତରୁଆ ଦରକାର ତମକୁ